ପାଇଁ ମିଳୁନି ପ୍ରଥମ କିସ୍ତି ଟଙ୍କା। ଡବଲ ଇଞ୍ଜିନ ସରକାରରେ ଡବଲ ଅବହେଳା, ଅନ୍ତୋଦୟରେ ଘର ନିର୍ମାଣ ପାଇଁ ମିଳିଛି କାର୍ଯ୍ୟାଦେଶ, ହେଲେ 28 ଦିନ ବିତି ଯାଇଥିଲେ ବି ମିଳୁନି ପ୍ରଥମ କିସ୍ତି ଟଙ୍କା। ହିତାଧିକାରୀଙ୍କୁ ଏବେ ସରକାର ଘୋଷଣା ଲାଗୁଛି ଦିନର ସ୍ୱପ୍ନ ପରି। ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ରହିବା ସୁବିଧା କରିବା ପାଇଁ ସରକାର ମାର୍ଚ୍ଚ ମାସ 30 ତାରିଖ ଦିନ ରାଜ୍ୟର ସମସ୍ତ ବ୍ଲକରେ ଅନ୍ତୋଦୟ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏଥିରେ ସମସ୍ତ ହିତାଧିକାରୀ ଖୁସି ହୋଇ ପଡ଼ିଥିଲେ। ନବରଙ୍ଗପୁର ଜିଲ୍ଲାରେ ଥିବା 10 ଗୋଟି ବ୍ଲକରେ 2062 ଜଣଙ୍କୁ ତାଲିକାଭୁକ୍ତ କରି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, କାର୍ଯ୍ୟାଦେଶ ଦେବା 25 ଦିନ ପରେ ମଧ୍ୟ ହିତାଧିକାରୀ ବ୍ୟାଙ୍କ ଖାତା ଆବାସ ଯୋଜନା ବାବଦରେ ପ୍ରଥମ କିସ୍ତି ଟଙ୍କା ଜମା ହୋଇନାହିଁ, ଯାହାକୁ ନେଇ ମାନସିକ ଅଶାନ୍ତିରେ ହିତାଧିକାରୀ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ, ଅଟକି ଯିବ ପିଏମ୍ କିଷାନର 20ତମ କିସ୍ତି ଟଙ୍କା। ଜାଣି ନିଅନ୍ତୁ କାରଣ। ଦେଶରେ କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ପାଉଛନ୍ତି। ଏହି ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରତିବର୍ଷ 6000 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଏ, ଯାହା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ 3ଟି କିସ୍ତିରେ ପ୍ରତ୍ୟେକ କିସ୍ତିରେ 2000 ଟଙ୍କା ସ୍ଥାନାନ୍ତରିତ କରାଯାଏ। ଏବେ ସମସ୍ତ ଚାଷୀ 20ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, କିନ୍ତୁ କିଛି ଚାଷୀଙ୍କ କିସ୍ତି ଅଟକି ଯାଇପାରେ। ଜାଣି ରଖନ୍ତୁ ଏହା ପଛର କାରଣ। 20ତମ କିସ୍ତି କେବେ ଆସିବ? ସରକାର ପ୍ରତି 4 ମାସରେ ଗୋଟିଏ କିସ୍ତି ଜାରି କରିଛନ୍ତି। ଶେଷ 18ତମ କିସ୍ତି ଅକ୍ଟୋବରରେ ଏବଂ 19ତମ କିସ୍ତି ଫେବୃଆରୀରେ ଆସିଥିଲା। ଏହି ଢାଞ୍ଚା ଅନୁଯାୟୀ 20ତମ କିସ୍ତି ଜୁନ ମାସରେ ଆସିପାରେ, ହେଲେ ସରକାରୀ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଯେଉଁ ଚାଷୀଙ୍କ 20ତମ କିସ୍ତି ଟଙ୍କା ଅଟକି ଯାଇପାରେ, ପ୍ରଥମରେ ଇକେୱାଇସି ନ କରିଥିଲେ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଇକେୱାଇସି ପୂରଣ କରିନାହାନ୍ତି, ତେବେ ଆପଣଙ୍କର କିସ୍ତି ବନ୍ଦ ହୋଇଯାଇପାରେ। ଏଥିପାଇଁ ଆପଣ ଆପଣଙ୍କ ନିକଟସ୍ଥ ସିଏସ୍ସି କେନ୍ଦ୍ର କିମ୍ବା ସରକାରୀ ପୋର୍ଟାଲ pmkisan.gov.in କୁ ଯାଇ ଇକେୱାଇସି କରିନେବା ଉଚିତ। 2 ନମ୍ବରରେ ରହିଛି ଜମି ଯାଞ୍ଚ ନ କରିଥିଲେ। ଭୂମି ଯାଞ୍ଚ ଅର୍ଥାତ୍ ଜମି କାଗଜପତ୍ର ଯାଞ୍ଚ ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଚାଷୀମାନେ ଏହି ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନଙ୍କ କିସ୍ତି ଅଟକି ଯାଇପାରେ। 3ରେ ରହିଛି ଯଦି ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇନାହିଁ। ଯଦି ଆପଣଙ୍କର ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇନାହିଁ, ତେବେ ଆପଣଙ୍କର କିସ୍ତି ବନ୍ଦ ହୋଇପାରେ। ଯଦି ଆପଣ ଏହାକୁ ଏଡ଼ାଇବାକୁ ଚାହାନ୍ତି, ତେବେ ଯଥାଶୀଘ୍ର ଆପଣଙ୍କ ବ୍ୟାଙ୍କକୁ ଯାଆନ୍ତୁ ଏବଂ ଏହି କାମ ସମାପ୍ତ କରନ୍ତୁ, ଯାହାଦ୍ୱାରା ଆପଣ ସମୟ ମଧ୍ୟରେ ଟଙ୍କା ପାଇପାରିବେ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ, ଭାରତ ପାକିସ୍ତାନ ସୀମାରେ ଗୁଳିମାଡ଼ ଦେଖି ଭୟଭୀତ ସାଉଦି ଆରବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଜମ୍ମୁ କାଶ୍ମୀରର ପହଲଗାମେ ସମ୍ପ୍ରଦାୟ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସୀମାରେ ଗୁଳିଚାଳନା ପରିସ୍ଥିତିକୁ ଗମ୍ଭୀର କରିଛି। ପହଲଗାମେ ଆକ୍ରମଣରେ 26 ଜଣ ମୃତ୍ୟୁ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛି। ଏହି ସମୟରେ ବିରିମାଡ଼ ଦେଖି କୋଳଥ ଛାନିଆ ପରି ଭୟଭୀତ ହୋଇଛି ସାଉଦି ଆରବ। ଏହି ଦେଶ ଉଭୟ ଭାରତ ଏବଂ ପାକିସ୍ତାନକୁ ବୁଝାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ଉଭୟ ଦେଶକୁ ସଂଯମତାର ଅବଲମ୍ବନ କରି କୂଟନୈତିକ ଉପାୟରେ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛି ସାଉଦି ଆରବ। ସାଉଦି ଆରବର ଏହି ବିବୃତ୍ତି ମଧ୍ୟ ଦର୍ଶାଉଛି ଯେ ମୁସଲିମ ଦେଶଗୁଡ଼ିକ ନଜର ମଧ୍ୟ ଏହି ପ୍ରସଙ୍ଗରେ ନିବଦ୍ଧ ଅଛି। ତଥାପି ଆମେରିକା, ଫ୍ରାନ୍ସ ଏବଂ ଜାପାନ ଭଳି ଅନେକ ମହାଶକ୍ତିଶାଳୀ ଦେଶ ପୂର୍ବରୁ ଇଙ୍ଗିତରେ ଭାରତକୁ ସ୍ଥିତିକୁ ସମର୍ଥନ କରି ଆସିଛନ୍ତି। କିନ୍ତୁ ସାଉଦି ଆରବ ଏହି ବିବୃତ୍ତିକୁ ଏକ ସନ୍ତୁଳିତ ଅପିଲ ଭାବରେ ଦେଖାଉଛି, ଯେଉଁଥିରେ ଆଞ୍ଚଳିକ ସ୍ଥିରତାକୁ ଗୁରୁତ୍ୱ ଦିଆଯାଉଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ, ମହଙ୍ଗା ପଡ଼ିଲା ଭାରତ ବିରୋଧୀ ମନ୍ତବ୍ୟ। ଭାରତରେ ବ୍ୟାନ୍ ହେଲା ସାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ। ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ ସାହିଦ ଆଫ୍ରିଦିଙ୍କ ଉପରେ ଭାରତର ବଡ଼ ଆକ୍ସନ। ଭାରତରେ ବନ୍ଦ ହେଲା ସାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ। ଭାରତ ବିରୋଧୀ ମନ୍ତବ୍ୟ ପରେ ଆଫ୍ରିଦିଙ୍କ ଉପରେ ଆକ୍ସନ ନେଲା ଭାରତ ସରକାର। ତେବେ ପହଲଗାମେ ଆତଙ୍କବାଦୀ ହମଲାରେ ପାକିସ୍ତାନ ସେନାର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଭାରତ ଲଗାତାର ପାକ୍ ବିରୋଧୀ ଆକ୍ସନ ନେଉଥିବା ବେଳେ ପାକିସ୍ତାନର ପୂର୍ବତନ କ୍ୟାପ୍ଟେନ ସାହିଦ ଆଫ୍ରିଦିଙ୍କ ଭାରତ ବିରୁଦ୍ଧରେ ଲଗାତାର ଭାବେ ବିଶୁଦ୍ଧଗାର କରୁଛନ୍ତି। ବିଭ୍ରାନ୍ତିକର ତଥ୍ୟ ଏବଂ ମିଛ କଥା କହି ଲୋକଙ୍କୁ ଭୁଆ ବୁଲାଉଛନ୍ତି। ଗତ କିଛି ଦିନ ତଳେ ଏକ ଟିଭିରେ ବିତର୍କ କରି ଭାରତ ଉପରେ ସାଂଘାତିକ ଆରୋପ ଲଗାଇଥିଲେ ସାହିଦ। ଆଫ୍ରିଦି କହିଥିଲେ, ଭାରତ ନିଜେ ନିଜର ଲୋକଙ୍କୁ ମାରି ପାକିସ୍ତାନ ଉପରେ ଦୋଷ ଲଦୁଛି ଏବଂ ଭାରତୀୟ ଯବାନମାନେ ନିକମା କହିବା ପରେ ସାହିଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବନ୍ଦ କରାଯାଇଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ, ଭାରତୀୟ ସେନାର ଜବରଦସ୍ତ ପାଲଟା ଜବାବ, ପୋଷ୍ଟ ଛାଡ଼ି ପଳାଇଲେ ପାକିସ୍ତାନ ସୈନିକ। ପତାକା ମଧ୍ୟ ହଟାଇଲେ। ଜମ୍ମୁ କାଶ୍ମୀରର ପହଲଗାମରେ 22 ଏପ୍ରିଲ 2025ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ପାକିସ୍ତାନ ସୀମାରେ ଉତ୍ତେଜନାଙ୍କ ଚରମ ସୀମାରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ନିୟନ୍ତ୍ରଣ ରେଖା LOC ନିକଟରେ ପାକିସ୍ତାନୀ ସୈନିକ ଦ୍ୱାରା ଆବଶ୍ୟକ ଗୁଳିଚାଳନା ପରେ ଭାରତୀୟ ସେନା ଜୋରଦାର ପାଲଟା ଜବାବ ଦେଇଛି। ଏକ୍ସ ପ୍ଲାଟଫର୍ମରେ ଚାଲିଥିବା ଚର୍ଚ୍ଚା ଅନୁସାରେ ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନୀ ସୈନିକମାନେ ଆତଙ୍କିତ ହୋଇ ନିଜ ପୋଷ୍ଟ ଛାଡ଼ି ପଳାଇଛନ୍ତି ଏବଂ ଅନେକ ସ୍ଥାନରୁ ପାକିସ୍ତାନୀ ପତାକା ମଧ୍ୟ